ପ୍ରୟାଗରାଜ ମହାକୁମ୍ଭ ମେଳାକୁ ନେଇ ଯେତିକି ଚର୍ଚ୍ଚା, ମେଳାର ଭିଡ଼ ଭିତରୁ ଜଣେ ମାଳି ବିକାଳି ନୀଳନୟନାଙ୍କୁ ନେଇ ତାଠୁ ଅଧିକ ଚର୍ଚ୍ଚା। ନା ମୋନାଲିସା। ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଉଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ମୋନାଲିସାକୁ ଦେଖିବାକୁ, ତାଙ୍କଠୁ ମାଳି କିଣିବାକୁ, ସେଲ୍ଫି ନେବାକୁ ହେଉଛି ପ୍ରବଳ ଭିଡ଼। ଲାଗୁଛି ଯେମିତି ମହାକୁମ୍ଭରେ ନୂଆ ଏକ ତ୍ରିବେଣୀର ସନ୍ଧାନ ମିଳିଛି। ତାଙ୍କ ହରିଣୀ ପରି ଇତସ୍ତତ ନୟନରେ ନୟନ ମିଶାଇବାକୁ 70ରୁ 70 ସଭିଏଁ ବ୍ୟଗ୍ର। ଏଇ ନୀଳବର୍ଣ୍ଣା ଶ୍ୟାମଳୀ ସୁନ୍ଦରୀଙ୍କୁ ନେଇ ମେଳାରେ ଅବା ମିଡ଼ିଆରେ ଗୋଟିଏ ନାଁ ମୋନାଲିସା। ମୋନାଲି। କିଏ କହୁଛି ସେ ସରଳ, ତ କିଏ ତାର ଜାଦୁକରୀ ନେତ୍ରରେ ଆଉ ଗୋଟେ ତ୍ରିବେଣୀକୁ ଖୋଜି ପାଇଛି। ଲାଜ ଲାଜ ହସରେ ଲୋଟି ପଡ଼ୁଥିବା ଏହି କିଶୋରୀ କନ୍ୟାର ଘର ଇନ୍ଦୋରରେ। ଗ୍ରାମର ଆଉ କେତେକଙ୍କ ସହ ସେ ମାଳି ବିକିବାକୁ ଆସିଛି। ସାଙ୍ଗରେ ଭାଇ ବି ଆସିଛନ୍ତି। କିନ୍ତୁ କିଏ ଜାଣିଥିଲା ଯେ ତା ପାଇଁ କୁମ୍ଭ ମେଳାରେ ଆରମ୍ଭ ହୋଇଯିବ ନୂଆ ଏକ ମେଳା। ଚଞ୍ଚଳା ମୃଗଣୀ ନିଜ ନାଭିରେ ଥିବା କସ୍ତୁରୀକୁ ଯେପରି ଖୋଜି ପାଏନି, ସେମିତି ଏ ସୁନ୍ଦରୀ ନିଜ ଆଖିର ସେଇ ଅଦେଖା ଶକ୍ତିକୁ କେବେ ଭାବିନଥିଲା। ଯେଉଁ ଆଖିରେ ନିଜ ପାଇଁ ଭରି ରହିଛି ଅସୁମାରୀ ସ୍ୱପ୍ନ, ଅୟୁତ ଈର୍ଷାର ଆଖି, ଅସହିଷ୍ଣୁତାର ଫିକା ମନର ମଣିଷ ଗୁଡ଼ାକ ମଧ୍ୟ ମୋନାଲିସାଙ୍କ ଲାଜୁକୀ ହସରେ ଯେପରି ଦ୍ରବୀଭୂତ। ମୋକ୍ଷର ମନ୍ତ୍ର ଜପୁଥିବା କୋଟି କୋଟି ଜନତା ଆଜି ନାଗା ସାଧୁଙ୍କ ଭିଡ଼ରେ ଖୋଜୁଛନ୍ତି କ୍ଷଣିକ ପାଇଁ ହେଉ ପଛେ ଦିଶି ଯାଆନ୍ତା କି ସେହି ନୀଳନୟନା। ସିଧା ସିଧା ଉତ୍ତର, ଖୋଲା ଖୋଲା କଥା, କଥାରେ କଥାରେ ହସି ଦେଉଛି, ହସି ହସି କିଛି କହି ଦେଉଛି। ଏହି ମାଳି ବେପାରୀର ବେପରୁଆ ଭାବ ବି ଆହୁରି ଆକର୍ଷଣ କରୁଛି ତୀର୍ଥଯାତ୍ରୀଙ୍କୁ। ତେବେ ଚର୍ଚ୍ଚା ଅଧିକ ଯୋଗୁଁ ସୁରକ୍ଷା ଦୃଷ୍ଟିରୁ ମୋନାଲିସାକୁ ଗାଁକୁ ଫେରାଇ ନେବାକୁ କହିଛନ୍ତି ତାଙ୍କ ବାପା। ତେବେ କୁମ୍ଭ ମେଳାରେ ଆଉ ନଜରରେ ଆସିବେନି ମୋନାଲିସା। ବ୍ୟୁରୋ ରିପୋର୍ଟ, DNK ଲାଇଭ୍।